ସୁନାଫୁଲ ତୋରଣ କଥା। ଗପ ଅମୃତରେ ଅବଲୋକର କାହାଣୀ। ସେତେବେଳର ଆଠଗଡ଼ରେ ଆର୍ଯ୍ୟଭଟ୍ଟ ବା ଭଟ୍ଟୁ ଶର୍ମା ବୈଦ୍ୟରାଜ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ। ପଣ୍ଡିତ ତୀର୍ଥ ପର୍ଯ୍ୟଟନ ଏବଂ ଭାରତ ଭ୍ରମଣରେ ବାହାରିବା ପାଇଁ ମନସ୍ଥ କଲେ ଏବଂ ସାଙ୍ଗରେ ନେଇଗଲେ ବୋକା ଓ ବଳିଷ୍ଠ ଭଣ୍ଡାରୀ ପିଲା ଅବଲୋକରାକୁ। ପଣ୍ଡିତେ ଓ ଅବଲୋକରା ଶ୍ରୀକୃଷ୍ଣଙ୍କର ଲୀଳାଭୂମି ବୃନ୍ଦାବନ ଯିବା ପଥରେ ଏକ ଗିରି ଝରଣା ପାଖରେ ଦିବା ଅବସାନ ହେଲା। ସେଠାରେ ପ୍ରାଚୀନ ଶିବ ମନ୍ଦିରଟିଏ ଥିଲା। ପରିବ୍ରାଜକ ଆଚାର୍ଯ୍ୟ ପଣ୍ଡିତ ମହାଶୟ ଖୁବ୍ କ୍ଳାନ୍ତ ହୋଇପଡ଼ିଲେ। ସେ ଅବଲୋକରାକୁ ସେଇଠାରେ ରାତ୍ରିଯାପନ କରିବା ପାଇଁ କହିଲେ। ପଣ୍ଡିତେ କିଛି ପଇସା ଦେଇ କହିଲେ, ଅବଲୋକରା, ନିକଟରେ ଥିବା ଜନବସତିରୁ କିଛି ଚାଉଳ, ଡାଲି ଓ ପରିବା ସଂଗ୍ରହ କରି ଯା ଆଣିବୁ। ଏଇଠାରେ ରୋଷେଇ କରିବା, ଖାଇବା। ଅବଲୋକରା ବହୁତ ଖୁସି ହୋଇ କାନ୍ଧରେ ଗାମୁଛା ପକାଇ ପଇସା ନେଇ ପାଖ ଜନବସତିକୁ ଗଲାବେଳେ ଆଗରେ ଏକ ବିରାଟ ରାଜବାଟୀ, ଆଉ ରାସ୍ତାରେ ଏକ ବିରାଟ ତୋରଣ ଉପରେ କେତୋଟି ସୁନାର ପଦ୍ମଫୁଲ ଖଞ୍ଜା ହୋଇ ରହିଛି। ତାକୁ ପ୍ରହରୀମାନେ ଜଗି ରହିଥିବାର ଦେଖି ଅବଲୋକରା ବିସ୍ମିତ ହୋଇଗଲା। ସଉଦାପତ୍ର କରିବ କ'ଣ? ମୁଣ୍ଡ ତାର ଗୋଳମାଳ ହୋଇଗଲା। ସେ ଧଇଁସଇଁ ହୋଇ ଦୌଡ଼ିଲା ପଛକୁ। ଖାଲି ହାତରେ ଫେରିଆସି ପଣ୍ଡିତଙ୍କୁ କହିଲା, କୁହ ହେ ଗୋସାଇଁ, କଥାର ମଞ୍ଜି, ତୋରଣରେ ସୁନା ଫୁଲ ରହିଛି। ଜଗି ରହିଛନ୍ତି ପ୍ରହରୀ ମାଳ, ବୁଝାଇଲେ ମନ ହୋଇବ ସ୍ଥିର। ଅବଲୋକରା ତ ବୋକା ଆଉ ଜିଦ୍ ଖୋର। ସିଏ ଲୋକଙ୍କୁ ପଚାରି ଠିକ୍ କଥା ବିଶ୍ୱାସ କରିବାକୁ ରାଜି ନୁହେଁ। ପଣ୍ଡିତେ ଯେ ସବୁ କଥା ଜାଣନ୍ତି ତାର ସ୍ଥିର ନିଶ୍ଚିନ୍ତ ବିଶ୍ୱାସ ରହିଥିଲା। ତେଣୁ ସିଏ ଶୂନ୍ୟ ହସ୍ତରେ ଦାବି କରି କହିଲା, ପଣ୍ଡିତେ, ଏଇ ତୋରଣର ରହସ୍ୟ ଯଦି ମୋର ମନ ମାନିଲା ଭଳି ନ କୁହ, ତେବେ ତମ କଥା ତମର, ମୋ ବାଟ ମୁଁ ଧରିବି। ପଣ୍ଡିତେ ସାମାନ୍ୟ ହସି ଦେଇ କହିଲେ, ପକ୍କା କମଳ ପୋତ ଛତା, ଶୁଣୁ ଅବଲୋକରା କହୁଛି କଥା। ଏଇ ଯେଉଁ ବିରାଟ ତୋରଣରେ ସୁବର୍ଣ୍ଣର ପଦ୍ମମାଳ ସବୁ ଦେଖିଲୁ, ତାହା ବହୁ ବର୍ଷର କଥା। ଏଠାରେ ଜଣେ ରାଜା ଥିଲେ ଖୁବ୍ ଧାର୍ମିକ, ଦୟାଳୁ ଓ ବୀରଶ୍ରେଷ୍ଠ ମଧ୍ୟ। ରାଜାଙ୍କର 6 ଗୋଟି ରାଣୀ ଥିଲେ, କିନ୍ତୁ ପିଲାପିଲି ହୋଇନଥିଲେ। ରାଜା ବହୁତ ଯାଗଯଜ୍ଞ କରି ଶେଷରେ ଦେବୀ ଦୁର୍ଗାଙ୍କର ପୂଜା କରିଥିଲେ। ଜଗତ ଜନନୀ ଦୁର୍ଗା ରାଜାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ କନକପୁରରେ ପଦ୍ମାବତୀଙ୍କୁ ବିଭା ହେବା ପାଇଁ କହିଲେ। ହେ ରାଜା, ତୁମର ଏହି ରାଣୀମାନଙ୍କର ଗର୍ଭରୁ ସନ୍ତାନ ହେବ ନାହିଁ। ତୁମକୁ ପଦ୍ମାବତୀ ଅପେକ୍ଷା କରିଛି। ସେ ମୋର ମାନସୀ କନ୍ୟା, ତନ୍ତ୍ର ସାଧିକା। ତାକୁ ବିବାହ କଲେ ଅପୂର୍ବ ସନ୍ତାନଟିଏ ପାଇବ, ହେଲେ ପଦ୍ମାବତୀକୁ ହରାଇ ମୃତ୍ୟୁବରଣ କରିବ। ରାଜା ତ ପୁତ୍ର ଚିନ୍ତାରେ ଅସ୍ଥିର ଥିଲେ ଏବଂ ଏହିପରି ଅପୂର୍ବ ଗୁଣବତୀ କନ୍ୟାର ସନ୍ଧାନ ପାଇଲେ। ସେ ଆଉ ବିପଦ କଥା ଚିନ୍ତା ନ କରି ଶୀଘ୍ର ନିଜର ସୈନ୍ୟ ସାମନ୍ତ ନେଇ କନକପୁରରେ ପହଞ୍ଚି ଦେବୀଙ୍କ ଆଦେଶ ପଠାଇଲେ ରାଜକନ୍ୟା ପାଖକୁ। ରାଜାଙ୍କ ପରିଚୟ ପାଇ ପଦ୍ମାବତୀ ନିଜର ବ୍ରତ ପୂରଣ ହେଲା ଜାଣି ପିତାଙ୍କୁ ଜଣାଇଲେ। ପିତା ସସମ୍ମାନରେ ରାଜାଙ୍କୁ ନେଇ କନ୍ୟା ବିଭା ଦେଇ ବିପୁଳ ଧନସମ୍ପତ୍ତି ସହ ବିଦା କଲେ। ପଦ୍ମାବତୀକୁ ଆସିବା ପରେ ଅଲୌକିକ ଘଟଣା ସବୁ ଦେଖାଗଲା। ରାଜ୍ୟରେ ଜଣେ କେହି ଗରିବ ରହିଲେ ନାହିଁ। ସମସ୍ତେ ଧନରତ୍ନରେ ସୁଖ ଶାନ୍ତି ଲାଭ କଲେ। ଶତ୍ରୁମାନେ ପରାସ୍ତ ହେଲେ ପଦ୍ମାବତୀଙ୍କର ତତ୍ତ୍ୱବିତ ବଳରେ। ରାଜା ଅନ୍ୟ ରାଣୀଙ୍କୁ ଭୁଲି ପଦ୍ମାବତୀଙ୍କୁ ନେଇ ଉପବନର ବିଳାସ ଭବନରେ ଆନନ୍ଦରେ ବିହାର କରିବାକୁ ଲାଗିଲେ। କ୍ରମେ ବର୍ଷ ଶେଷକୁ ସୁନ୍ଦର ଦେବଦୁର୍ଲଭ ସନ୍ତାନଟିଏ ହେଲା। ଏ କଥା ଦେଖି ଅନ୍ୟ ରାଣୀମାନେ ହିଂସାରେ ଜଳିବାକୁ ଲାଗିଲେ। କିପରି ସାନ ରାଣୀ ପଦ୍ମାକୁ ମାରିବେ, ସେଇ ମନ୍ତ୍ରଣା କରି ତାର ଗୁପ୍ତ କଥା ଗୋଟିଏ ଦାସୀ ଦ୍ୱାରା ସଂଗ୍ରହ କରି ଖୁବ୍ ବିଶ୍ୱାସ ହେବାକୁ ପାଖକୁ ଯାଇ ସ୍ନେହ ସୋହାଗ କଲେ। ଏହାପରେ ସ୍ଥିର କଲେ ଗୁଣି ବିଦ୍ୟାରେ ପୋଖତ ହେଉଛି ପଦ୍ମାବତୀ, ତେଣୁ ତାକୁ ସେହିପରି ମାରିବା କେବେ ସମ୍ଭବ ନୁହେଁ। ଗୁପ୍ତ କଥା ଜାଣି
ଦିନେ ରାଜା ରାଜ୍ୟ ପର୍ଯ୍ୟଟନରେ ଥିବାବେଳେ ସମସ୍ତେ ଜିଦ୍ ଧରି କହିଲେ, ପଦ୍ମାବତୀ, ତମେ ଅପୂର୍ବ ପାଠ ଜାଣିଛ। ତୁମେ ସ୍ଥଳପଦ୍ମ ଗଛ ହୋଇ ସୁନାର ପଦ୍ମ ହୋଇ ଝଡ଼ିପାର। ଆମକୁ ଥରେ ଦେଖାଅ। ପଦ୍ମାବତୀ ଆଶ୍ଚର୍ଯ୍ୟ ହେଲା। ଏ କଥା ନିଶ୍ଚୟ ଦାସୀ କହିଛି। କ'ଣ କରିବ? ସଉତୁଣୀମାନଙ୍କ କଥାକୁ ବିଶ୍ୱାସ ଗୋଟାଏ ମନ୍ତୁରା ପାଣି ଦେଇ କହିଲା, ମୁଁ ଫୁଲ ଗଛ ହୋଇ ଫୁଲ ଫୁଟି ଝଡ଼ିବି। ଏଇ ପାଣି ମୂଳରେ ଢାଳିଦେଲେ ମୁଁ ମଣିଷ ହେବି। ସାବଧାନ, ପାଣିକୁ ଅନ୍ୟତ୍ର ନଷ୍ଟ କରିଦେଲେ ମୁଁ ମରିଯିବି। ତା ସହିତ ଦେବୀଙ୍କ କୋପରେ ତୁମେ ସବୁ ପଥର ହୋଇଯିବ। ହିଂସାରେ ତ ଅଜ୍ଞାନ ହେଉଥିଲେ ଛଅରାଣୀ। ସେ ମାୟା ଦେଖାଇ ଉତ୍ସାହିତ କଲେ। ସାନରାଣୀ ମନ୍ତୁରା ପାଣି ଢାଳି ସ୍ଥଳପଦ୍ମ ଗଛ ହୋଇ ଅସୁମାରୀ ସୁନାର ପଦ୍ମ ବର୍ଷା କରିବାକୁ ଲାଗିଲା ତନ୍ତ୍ର ବଳରେ। ଏହି ସମୟରେ ବଡ଼ରାଣୀ ହିଂସାରେ ମନ୍ତୁରା ପାଣିକୁ ନେଇ ଫୋପାଡ଼ି ଦେଲା ଦୂରକୁ। ଆଉ ସେ ପଥର ମୂର୍ତ୍ତି ହୋଇ ରହିଗଲା ସେଇଠି। ଅନ୍ୟ 5 ରାଣୀ ବି ପଥର ହୋଇଗଲେ। ସୁନାର ପଦ୍ମ ଝଡ଼ି ପଡ଼ିଲା। କରୁଣ କ୍ରନ୍ଦନରେ ଉପବନ ଉଛୁଳି ଉଠିଲା। ମରିଗଲା, ମରିଗଲା, କାନ୍ଦିବାକୁ ଲାଗିଲା 2 ମାସର କନକ ପ୍ରତିମା ପୁତ୍ର ସନ୍ତାନ ଦୁର୍ଗା ପ୍ରସାଦ। ଖବର ପାଇ ରାଜା, ମନ୍ତ୍ରୀ ସମସ୍ତେ ପାଗଳ ହୋଇ ଧାଇଁ ଆସିଲେ। ଦାସୀ ପାଖରୁ ସବୁ କଥା ଶୁଣି ହାହାକାର କରି ଅଧୈର୍ଯ୍ୟରେ ରାଜା ନିଜ ତରବାରିରେ ନିଜ ବେକ କାଟିଦେଲେ। ଏକ କରୁଣ ଛାୟାରେ ସେଇ ହତଭାଗ୍ୟ ରାଜପୁତ୍ର ଦୁର୍ଗାପ୍ରସାଦକୁ ନେଇ ମନ୍ତ୍ରୀ ଲାଳନ ପାଳନ କରି ରାଜ୍ୟ ଚଳାଇଲେ। ରାଜପୁତ୍ର ଦୁର୍ଗାପ୍ରସାଦ ବଡ଼ ହୋଇ ନିଜର ଜନ୍ମକଥା ସବୁ ଜାଣି ସେଇ ପଥର ମୂର୍ତ୍ତିମାନଙ୍କୁ ନେଇ ବିରାଟ ତୋରଣ ନିର୍ମାଣ କଲା। ଆଉ ମାତୃଶକ୍ତିର ସୁନାର ପଦ୍ମଗୁଡ଼ିକ ଖଞ୍ଜାଇ କାଳ କାଳକୁ କୀର୍ତ୍ତି ରହିଗଲା। ନିଜେ ରାଜା ହୋଇ ସେଇ ଉପବନରେ ବାକି ସୁନାର ପଦ୍ମ ଉପରେ ମା ଦୁର୍ଗାଙ୍କର ମୂର୍ତ୍ତି ରଖି ନିଜର ମା ବୋଲି ତାକୁ ପୂଜା କରି ବହୁ ଯଶକୀର୍ତ୍ତି କାଳ କାଳକୁ ରଖିଗଲା। ତେଣୁ ସେହି କାଳରୁ ମନ୍ତ୍ର ଶକ୍ତିର ସୁନାର ପଦ୍ମ ସେଇମିତି ରହିଛି। ଶୁଣିଲୁ ଏବେ ଅବଲୋକରା ଏଇ କଥାର ମଞ୍ଜି। ଠା କରିଲେ ବସିବା, ଦୁହେଁ କରିନେବାରେ ଭୋଜି।